ଚାଲନ୍ତୁ ଆଜି ଆମେ ଗରମା ଗରମ ବ୍ରେଡ୍ ଚପ୍ ପ୍ରସ୍ତୁତ କରିବା। ସେଥିପାଇଁ ଆବଶ୍ୟକ ଉପକରଣ ପ୍ଲେନ୍ ବ୍ରେଡ୍ କିଛି ଏଠି ମୁଁ ନେଇଛି, ସିଝା ଆଳୁ ନେଇଛି, ବେସନ, କିଛି ଭୃଷଙ୍ଗ ପତ୍ର, କିଛି କଟା ପିଆଜ, କଟା ଟମାଟୋ, ଅଦା ରସୁଣ ପେଷ୍ଟ, ଆବଶ୍ୟକ ଅନୁସାରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ, କିଛି ଗରମ ମସଲା ଗୁଣ୍ଡ, ଆବଶ୍ୟକ ଅନୁସାରେ ତେଲ। ବର୍ତ୍ତମାନ ଆଳୁର ଚୋପା ଛଡ଼େଇ ନେବା। ଆମର ସିଝେଇ ରଖିଥିବା ଆଳୁର ଚୋପା ଛଡ଼େଇ ଏମିତି ରଖିନେବା। ତାପରେ ଭଲ ଭାବରେ ଚକଟି ନେବା। ବର୍ତ୍ତମାନ ଆମର ଆଳୁ ଚକଟା ହୋଇଗଲା। ନେକ୍ସଟ ପ୍ରୋସେସ୍ ଯିବା। ଆମର ଗ୍ୟାସ୍ ଅନ୍ କରି କଡ଼େଇ ବସାଇବା। ସେଥିରେ ଦେଇଦେବା 1 ଚାମଚ ତେଲ। ତେଲ ଗରମ ହେବା ପରେ ସେଥିରେ କଟା ପିଆଜ ଦେଇଦେବା। କଟା ପିଆଜ ଦେଇ ତାକୁ ହାଲକା ବ୍ରାଉନ୍ କଲର୍ କରି ଭାଜି ନେବା। ବର୍ତ୍ତମାନ ଭୃଷଙ୍ଗ ପତ୍ର ଦେଇଦେବା। ତାକୁ କିଛି ସମୟ ଭାଜି ନେବା ପରେ ବର୍ତ୍ତମାନ ଆମର ଅଦା ରସୁଣ ପେଷ୍ଟ ଦେଇଦେବା। ଅଦା ରସୁଣ ପେଷ୍ଟ ଦେଇ ତାର କଞ୍ଚା ବାସ୍ନା ଯିବା ପର୍ଯ୍ୟନ୍ତ ଟିକେ କଷି ନେବା। କଟା ଟମାଟୋ ଦେଇ ତାକୁ ପୁଣି କିଛି ସମୟ ଭାଜି ନେବା। ବର୍ତ୍ତମାନ ଦେଇଦେବା ଆବଶ୍ୟକ ଅନୁସାରେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ। ଏତିକି ଦେଇ ସାରିବା ପରେ ତାକୁ ପୁଣି ଭଲ ଭାବରେ ମିଶାଇ ନେଇ କଷି ନେବା। ମସଲା ଭଲ ଭାବରେ କଷି ହୋଇସାରିବା ପରେ ଆମର ଦେଇଦେବା ଗରମ ମସଲା ଗୁଣ୍ଡ। ଗରମ ମସଲା ଗୁଣ୍ଡ ଦେଇ ସାରିବା ପରେ କିଛି ସମୟ ଆମର ଭଲ ଭାବରେ ମିଶାଇ ନେବା। ବହୁତ କଷିବା ଆଉ ଦରକାର ନାହିଁ। ଭଲ ଭାବରେ ମିଶାଇ ସାରିବା ପରେ ଆମର ଆଳୁ ଚକଟି ରଖିଥିବା ତାକୁ ଦେଇଦେବା। ତାକୁ ଦେଇ ଏ ମସଲା ସାଙ୍ଗରେ ଆମର ଭଲ ଭାବରେ ମିଶାଇ ନେଇ କିଛି ସମୟ ଭାଜି ନେବା। ବର୍ତ୍ତମାନ ଆମର ପ୍ରସ୍ତୁତ ହୋଇଗଲା ଆଳୁ ମସଲା ଷ୍ଟଫିଂ ଦେବା ପାଇଁ। ନେକ୍ସଟ ପ୍ରୋସେସ୍ ଯିବା। ଆମର ଗୋଟିଏ ପାତ୍ରରେ ବେସନ ଦେଇଦେବା। ହାଲକା ଖାଇବା ସୋଡ଼ା, ଆମର ଟେଷ୍ଟ ଅନୁଯାୟୀ ଲୁଣ ଦେଇ ଅଳ୍ପ ପାଣି ଦେଇ ବ୍ୟାଟର ପ୍ରସ୍ତୁତ କରିବା। ବର୍ତ୍ତମାନ ଆମର ବ୍ୟାଟର ରେଡ଼ି। ନେକ୍ସଟ ପ୍ରୋସେସ୍ ଯିବା। ଆମର ଗ୍ୟାସ୍ ଅନ୍ କରି ତେଲ କଡ଼େଇ ବସାଇ ନେବା। ତେଲ ଗରମ ହେବା ଭିତରେ ଆମେ ଚାଲନ୍ତୁ ବ୍ରେଡ୍ ପ୍ରୋସେସିଂ ଆରମ୍ଭ କରିବା। ବ୍ରେଡ୍କୁ ଏମିତି ମଝିରୁ କାଟି ଆମର ଏମିତି 3 କଣିଆ କରି ପିସ୍ ପିସ୍ କରି ରଖିବା। ଆପଣ ଚାହିଁଲେ ଏଇ ସାଇଡ଼୍ର ବ୍ରାଉନ୍ ପାର୍ଟଟି ବାହାର କରିଦେଇପାରିବେ। ମୁଁ କିନ୍ତୁ ଏଠି ବାହାର କରିନି। ଆମର ସେହି ବ୍ରେଡ୍ ପିସ୍ରୁ ଗୋଟିଏ ପିସ୍ ନେଇ ତା ଉପରେ ପ୍ରସ୍ତୁତ କରି ରଖିଥିବା ଆଳୁ ମସଲା ଏମିତି ଦେଇଦେବା। ଦେଇସାରିବା ପରେ ତା ଉପରେ ଆଉ ଗୋଟିଏ ପିସ୍ ରଖିନେଇ ଟିକେ ପ୍ରେସ୍ କରି ନେବା। ଏହିପରି ସବୁ ବ୍ରେଡ୍ ଗୁଡ଼ିକ ଆଳୁ ମସଲା ଷ୍ଟଫିଂ ଦେଇ ପ୍ରସ୍ତୁତ କରିବା। ବର୍ତ୍ତମାନ ଆମର ସବୁ ବ୍ରେଡ୍ ଗୁଡ଼ିକ ପ୍ରସ୍ତୁତ ହୋଇଗଲା। ଏପଟେ ଚେକ୍ କରିବା ଆମର ତେଲ ଗରମ ହେଲା କି ନାହିଁ। ବର୍ତ୍ତମାନ ଆମର ତେଲ ଗରମ ହୋଇଗଲାଣି। ଆମର ପ୍ରସ୍ତୁତ କରି ରଖିଥିବା ବ୍ୟାଟରରେ ବ୍ରେଡ୍କୁ ବୁଡ଼େଇ ଏମିତି ତେଲ କଡ଼େଇରେ ଦେଇ ଦୁଇ ପାଖ ଯାକ ହାଲକା ବ୍ରାଉନ୍ କଲର୍ କରି ଭାଜି ବାହାର କରିନେବା। ବର୍ତ୍ତମାନ ଆମର ଗୋଟେ ବ୍ରେଡ୍ ଚପ୍ ପ୍ରସ୍ତୁତ ହୋଇଗଲା। ଏହିପରି ସବୁ ବ୍ରେଡ୍ ଗୁଡ଼ିକ ପ୍ରସ୍ତୁତ କରିନେବା। ବର୍ତ୍ତମାନ ଆମର ବ୍ରେଡ୍ ଚପ୍ ପ୍ରାୟ ପ୍ରସ୍ତୁତ ହୋଇଗଲା। ଗୋଟିଏ ପିସ୍ ନେଇ ସେଥିରୁ ମୁଁ ଆପଣଙ୍କୁ କାଟିକି ଦେଖାଉଛି। ଏ ଦେଖନ୍ତୁ କେତେ ବଢ଼ିଆ ଦେଖାଯାଉଛି। ଆମର ଫ୍ଲେଭର୍ ବି କେତେ ବଢ଼ିଆ ଆସୁଛି। ଗରମ ଗରମ ଯେକୌଣସି ସସ୍ ସାଙ୍ଗରେ ଆପଣ ଖାଆନ୍ତୁ ଏବଂ ଖୁଆନ୍ତୁ। ଏହିପରି ପ୍ରସ୍ତୁତ କରନ୍ତୁ। କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଲାଇକ୍ କରନ୍ତୁ, ସେୟାର କରନ୍ତୁ। ସବସ୍କ୍ରାଇବ୍ ଯଦି କରିନାହାନ୍ତି ମୋ ଚ୍ୟାନେଲ୍ ତାହେଲେ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।